ଜଣେ ଅସାଧାରଣ ସନ୍ଥ କବି ଯାହାଙ୍କ ଜନ୍ମ କର୍ଣ୍ଣାଟକର ଏକ ଗାଁ ମୁଦାନୁରରେ ହୋଇଥିଲା। ତାଙ୍କ ନାଁ ଥିଲା ଦାସିମୟା। ସେ ଜଣେ ଭଲ ବୁଣାକାର ଥିଲେ। ଏତେ ଭଲ ବୁଣାକାର ଥିଲେ କି ଗୋଟେ ବହୁତ ବଡ଼ ପଗଡ଼ି କପଡ଼ା ବୁଣିବା ଆରମ୍ଭ କଲେ, ଯାହାର ଡିଜାଇନ ଅତି ସୂକ୍ଷ୍ମ ଓ ଆଳଙ୍କାରିକ ଥିଲା। ଏହା ତିଆରି କରିବାକୁ ତାଙ୍କୁ କିଛି ମାସ ଲାଗିଗଲା। ସେ କପଡ଼ା ନେଇ ହାଟକୁ ଗଲେ। କପଡ଼ା ଏତେ ଲମ୍ବା ଆଉ ଏତେ ସୁନ୍ଦର ଥିଲା ଯେ କେହି ବି ଏହାର ଦାମ ପଚାରିଲେ ନାହିଁ। ଭାବିଲେ ମହଙ୍ଗା ଥିବ, ଏଭଳି ତାଙ୍କ କପଡ଼ା ବିକ୍ରି କରିପାରିଲେ ନାହିଁ। ତାପରେ ସେ ସୁନ୍ଦର ପଗଡ଼ି କପଡ଼ାକୁ ନେଇ ଫେରୁଥିଲେ। ବାଟରେ ଜଣେ ବୃଦ୍ଧଙ୍କୁ ଦେଖିଲେ। ସେ କମ୍ପି ଉଠୁଥିଲେ। ଦାସିମୟାକୁ ଦେଖି କହିଲେ, ମୋତେ ସେ କପଡ଼ାଟି ଦେଇପାରିବ? ଦାସିମୟା କିଛି ଭାବିଲେ ନାହିଁ। ସେ ସୁନ୍ଦର କପଡ଼ାଟି ବୃଦ୍ଧଙ୍କୁ ଦେଇଦେଲେ। ଦାସିମୟା ବୃଦ୍ଧଙ୍କୁ ଖାଇବା ପାଇଁ ଘରକୁ ନେଇଗଲେ, କିନ୍ତୁ ଘରେ ଖାଇବା ପାଇଁ ଯଥେଷ୍ଟ ନଥିଲା। ତାଙ୍କ ସ୍ତ୍ରୀ ବିବ୍ରତ ହୋଇ କହିଲେ, ଘରେ ଯେତିକି ଖାଦ୍ୟ ଅଛି ତୁମକୁ ଅଣ୍ଟିବନି, ଆଉ ତୁମେ ଅତିଥିଙ୍କୁ ଆଣିଛ, ଏବେ କ'ଣ କରିବା? ସେ କହିଲେ, ଯାହା ଅଛି ତାହା ରାନ୍ଧ, ତାଙ୍କୁ ପରିବେଷଣ କର, ଆମ କଥା ପରେ ଦେଖିବା। ଆଉ ସେ ବୃଦ୍ଧ ବାସ୍ତବରେ ସ୍ୱୟଂ ଶିବ ଥିଲେ। ସେ ନିଜ ଅସଲ ରୂପ ନେଲେ ଆଉ ଗୋଟେ ମୁଠି ଚାଉଳ ନେଇ ତାଙ୍କ ଚାଉଳ ଘୁମରେ ରଖିଲେ। ସେ ଭଣ୍ଡାର ଅକ୍ଷୟ ହୋଇଗଲା। ତାଙ୍କ ଜୀବନରେ କେବେ ଖାଲି ହେଲା ନାହିଁ। ଦାସିମୟା ଏହାକୁ ଅଗଣିତ ଲୋକଙ୍କୁ ଭୋଜନ କରାଇବାରେ ନିୟୋଜିତ କରିଥିଲେ।